ହ୍ୟାଲୋ ଟ୍ରେଡର୍ସ, କେମିତି ଯେମିତି ଆଶା କରୁଛି ଆପଣମାନେ ବହୁତ ଭଲ ଅଛି। ତ ଦେଖିପାରୁଥିବେ ମୁଁ ଆଜି ବିଟକଏନ୍ USD ଡଲାର ଗୋଟେ ଟ୍ରେଡ୍ ନେଇଛି। ତ ଲାଇଭ୍ ଦେଖିପାରୁଥିବେ, ଲାଇଭ୍ ଚାଲିଛି। ତ ମୁଁ ଟ୍ରେଡ୍ ନେବାର ଲଜିକ୍ କହୁଛି। ତ ମାର୍କେଟ ଏଠି ସେଲିଂ ସାଇଡ଼୍ରେ ଗୋଟେ ଦେଖିପାରୁଛି ଅଛି। ତା ସହିତ ଗୋଟେ ଟ୍ରେଣ୍ଡ ଲାଇନ୍ ଫର୍ମେସନ୍ କରିଛି। ତ ମାର୍କେଟ ଫାଷ୍ଟ ମାନେ ଦେଖିପାରୁଥିବେ ଗୋଟେ ବ୍ରେକ୍ଆଉଟ୍ ଦେଲା, ବାୟର ମାନେ ଏଠି ଏଣ୍ଟର କରିଥିବେ, ମାର୍କେଟ ରିଭର୍ସ କରିଗଲା। ପୁଣି ସେକେଣ୍ଡ ଟାଇମ୍ ଦେଖିପାରୁଥିବେ ଏଇ ଜାଗାର ମାନେ ବ୍ରେକ୍ଆଉଟ୍ କଲା, ପୁଣି ରିଭର୍ସ କରିଗଲା। କିନ୍ତୁ ମାର୍କେଟ ଯେତେବେଳେ ଠିକ୍ ସେମ୍ ଜାଗାର ମାନେ ମାର୍କେଟ ତଳକୁ ଯିବାକୁ ଚେଷ୍ଟା କରୁଛି କିନ୍ତୁ ଯାଉନି, ମାନେ ଏଠି ସେଲର ମାନଙ୍କୁ ଟ୍ରାପ୍ କରିବାର ଆଜି ମାନେ ସେ ପ୍ଲାନ୍ କରୁଛି। ତ ସେଥିପାଇଁ ମୁଁ ମାନେ ୱେଟ୍ କରିଥିଲେ ଗୋଟିଏ ଗ୍ରୀନ୍ କ୍ୟାଣ୍ଡେଲ୍ ପରେ ମୁଁ ଟ୍ରେଡ୍ ନେବି। ତ ଦେଖିପାରୁଥିବେ ମୋର ମାନେ ପାଖାପାଖି 90% ମାନେ ଟ୍ରେଡ୍ ମାନେ ସକ୍ସେସଫୁଲ୍ ହେଇଯାଇଛି। ତ ମୁଁ ମାନେ ଏଇଠି ମୁଁ ଟ୍ରେଡ୍ ପଞ୍ଚ କରିଥିଲି, ଆଉ ଦେଖିପାରୁଥିବେ ବହୁତ ବଢ଼ିଆ ଭାବରେ ମୋର ଟାର୍ଗେଟ୍ ହିଟ୍ କରିଛି। ଆଉ ମାନେ ମାତ୍ର 10 ପଏଣ୍ଟର ଟାର୍ଗେଟ୍।